ଭୀମ ବାବୁ ଏଇଟା ତାହେଲେ ତୁମେ ଯାଇଥିଲ କେଇଠି? ଏଟା ଦେବକୁଣ୍ଡ ଜାଗା। ଦେବକୁଣ୍ଡ ଯାଇଥିଲ? ହଁ, ଦେବକୁଣ୍ଡ। ବହୁତ ବଢିଆ ହେଇଛି ତ ଜାଗାଟା। ଆଉ ପାଣି ଫାଣି ବଢିଆ ପଡୁଛି। ହଁ ଏବେ ଆଉ ମଡେଲିଂ ପୁରା କରିଦେଇଛନ୍ତି। ପୁରା ମଡେଲିଂ ମାନେ ମଡେଲିଂ ଦେଖିବା ପାଇଁ ହଁ ବହୁତ ପୁରା ସୁନ୍ଦର ହେଇଛି। ଆକର୍ଷଣ। ଅବଶ୍ୟ ସୁନ୍ଦର ତ ଦେଖା ଯାଉଛି। ଯିଏ ବି ଏଇଠି ବୁଲତେ ଆସିବ ତା ପୁରା ମନ ଖୁସି ହେଇଯିବ। ତଳେ ଯୋଉ ପାଣିଟା ସେଇଟା ଯୋଉ ହ୍ରଦଟା ସେଠି ଏବେ ଛାଡୁନାହାନ୍ତି। ଆଗରୁ ଲୋକ ସେଠି ଗାଧଉଥିଲେ। ଆମେ ଯାଇଥିଲୁ ମଝିରେ ଗାଧେଇଥିଲୁ। ତୁମକୁ ଗାଧେଇ ଦେଲେନି ସେଇଠି? ନା ଏବେ ଆଉ ନାହିଁ। ଛାଡିଲେନି ନା ଜମା ନା ନା? ଟୋଟାଲ ଗାଧା ଗାଧି ନାହିଁ। ସେପଟେ ଆଉ ଖାଇବାରେ ବି ନେଇକି ଯାଇପାରିବେ। ଏଇ ମାନେ ଛୁଆ ସବୁ ଅପରିଷ୍କାର କରୁଛନ୍ତି, ସେଇଥିପାଇଁ ମାନେ ଖାଇବା ଜିନିଷ ନାଇଁ ନେଇତେ ଦଉନାହାନ୍ତି। ନାଇଁ। ତେଣୁ ତେଣୁ ଯୋଉ ଭାଇମାନେ ଦେବକୁଣ୍ଡ ଯିବେ ସେମାନେ ଖାଇବାରେ ଯେକୌଣସି ଜିନିଷ ସେଥିରେ ସେଇଠି ପକେଇବେ ନାହିଁ। ପକେଇବେ ନାହିଁ। ଆଉ ଅଳିଆ ଆବର୍ଜନା କରିବେ ନାହିଁ ସେଠି। ପାର୍କିଂ ଯୋଉଠି ହଉଛି ବାହାରେ ସେଇଠି ଖାଇ ତାଙ୍କର ଖୁଆକି ପେଟେ ଆରାମରେ ତାଙ୍କର ଯିବ, ଯାହାକୁ ବୁଲାବୁଲି କରିକି ଯିଏ ପଳେଇ ଆସିବ। ଯେମିତିକା ଆଇଟମ ନେଇକରି ଯିବେ ତାଙ୍କ ନିଜ